ଆପଣ ଦେଖନ୍ତୁ ଏଇ ଗୋଟିଏ ଭିଡ଼ିଓରେ ଆପଣ ସାଇଟ୍ରେ ସ୍କ୍ରିନ୍ରେ ମୁଁ ଦେଇଛି ଏ ପିଲା ବୋଧେ 3-4 ବର୍ଷ ହେଇଗଲାଣି ମୋର ମାନେ ଦେଖା ହେଇନି 3-4 ବର୍ଷ ହେଇଗଲାଣି ସେ ପିଲା ମୋତେ ଏବେ ବି ଟଚ୍ରେ ଅଛି କାହିଁକିନା ସେ ମୁଁ ତାକୁ ଯେତିକି ପାଠ ପଢ଼େଇଛି ସେ ତାର ସେତିକି ଭ୍ୟାଲୁ ବୁଝୁଛି ଆଉ ମୋତେ ସେ ବହୁତ ବହୁତ ରେସ୍ପେକ୍ଟ କରେ। ଆପଣ ଦେଖନ୍ତୁ ସିଏ 6-7 କ୍ଲାସ୍ରେ ପଢ଼ୁଥିଲା ବେଳେ ଆପଣ ଦେଖନ୍ତୁ ଏ ଭିଡ଼ିଓ ଦେଖିବେ ଯଦି ଆପଣ ଓପନ୍ କରିବେ ୟୁଟ୍ୟୁବ୍ରେ ଯାଇକି ଦେଖିବେ ତାର ଫ୍ଲୁଏନ୍ସି ଦେଖିବେ ତାର କନଫିଡେନ୍ସ ଦେଖିବେ ଆଉ ତାର ଆପଣ ବ୍ୟବହାର ଆପଣ ଦେଖିଲେ ଆପଣ ନିଜେ ମୁଁ ବଢ଼େଇକି କହୁନି ମୁଁ ବାସ୍ ଏତିକି ପ୍ୟାରେଣ୍ଟସ୍ଙ୍କର ଭୂମିକା କ'ଣ ରହୁଛି ପିଲାମାନଙ୍କୁ ସେ ଖରା ବାଟକୁ ଜାଣି ଶୁଣିକି ଠେଲି ଦେଉଛନ୍ତି ପିଲାମାନଙ୍କୁ ଆଟଲିଷ୍ଟ ଭଲ ଶିକ୍ଷା ବି ଦେଉନାହାନ୍ତି। ଜଣେ ଟ୍ୟୁସନ୍ ଟିଚର ସେ ଟ୍ୟୁସନ୍ ଯାଉଛନ୍ତି କରିବା ପାଇଁ ଯଦି ପ୍ୟାରେଣ୍ଟସ୍ ଯଦି ଶିକ୍ଷିତ ହେଇଥିବେ ନା ଆଟଲିଷ୍ଟ ନା ଶିକ୍ଷିତ ଏଠି କଥା ତ ପଡ଼େନି ଯେ ପ୍ୟାରେଣ୍ଟସ୍ ପିଲାମାନଙ୍କୁ ଭଲ ଶିକ୍ଷା ଦେଉନାହାନ୍ତି। ଗୁରୁଙ୍କୁ ନମସ୍କାର କରିବା ଗୁରୁଙ୍କ ସହିତ ଶାଳୀନତା ସହିତ କଥାବାର୍ତ୍ତା କରିବା ଏ ସବୁଯାକ ଏ ସମାଜରୁ ବର୍ତ୍ତମାନ ଲୋପ ପାଇଗଲାଣି। ତ ଆ ପଛରେ ଦାୟୀ କିଏ ଆପଣ କୁହନ୍ତୁ ଆ ପଛରେ ଦାୟୀ କିଏ ଶିକ୍ଷକ ଦାୟୀ ନା ପ୍ୟାରେଣ୍ଟସ୍ ଦାୟୀ ନା ଏ ସମାଜ ଦାୟୀ? ପ୍ରଥମେ ହେଉଛନ୍ତି ମଦର ଯିଏକି ପିଲାର ଗଠନରେ ମାନେ ମଦରମାନଙ୍କର ମୁଖ୍ୟ ଭୂମିକା ରହିଛି ମଦରମାନଙ୍କର। ଆଉ ଯେଉଁ ପିଲା ଯେତେ ମାନେ ଯେଉଁ ପିଲା ଯେତେ ସବରନେସ୍ କାଇଣ୍ଡନେସ୍ ହେଇଥିବ ନମ୍ର ଭାବ ତା ପାଖରେ ଥିବ ସେହି ପିଲା ଜୀବନରେ ଡେଫିନାଇଟଲି ସେ ଆଗକୁ ଯିବ। ଆଉ ଏସବୁ ବର୍ତ୍ତମାନ ବହୁତ ଲୋପ ପାଇଗଲାଣି। ଆଉ ଏବେ ବର୍ତ୍ତମାନ ଏମିତି ସିଚୁଏସନ୍ ହେଇଗଲାଣି ଟିଚରମାନେ ପିଲାମାନଙ୍କୁ ଡରୁଛନ୍ତି ଆଉ ପିଲାମାନଙ୍କୁ ହାତ ଉଠାଇବାକୁ ଡର ଲାଗୁଛି ପିଲାମାନେ କାଳେ ଟିଚରମାନଙ୍କୁ ବାଡ଼େଇ ଦେବେ କି ମାନେ ଏମିତି ସିଚୁଏସନ୍ ପିଲାମାନେ ଆଗ୍ରେସିଭ୍ ଏତେ ହାଇ ରେଟ୍ର ହେଇଗଲାଣି ଆପଣ ବିଲିଭ୍ କରିପାରିବେନି ଯେ ଏସବୁ କ'ଣ ପାଇଁ ଏସବୁ କେବଳ ଦୁଇଟା ଗୋଟେ ହେଉଛନ୍ତି ପ୍ୟାରେଣ୍ଟସ୍ ଗୋଟେ ହେଉଛି ମୋବାଇଲ ଫୋନ୍। ଯଦି ପ୍ୟାରେଣ୍ଟସ୍ ସବୁବେଳେ ପିଲାମାନଙ୍କୁ ଗାଇଡାନ୍ସ କରିବେ ଭଲ ଶିକ୍ଷା ଦେବେ ଆଉ ସବୁବେଳେ ପିଲାଙ୍କ ସହିତ ଟଚ୍ରେ ରହିବେ ଯାହା ବି ପ୍ରୋବ୍ଲେମ୍ ହେଉଛି ସବୁ ବୁଝିବା ଦରକାର ଯେ ଆଜି କ'ଣ ପଢ଼ା ହେଇଛି ଆଜି କ'ଣ ସବୁ ଡିଟେଲ୍ ମୋବାଇଲ ତୁ କ'ଣ କରୁଛୁ ଆଉ ସେ ଆଉ ସେଇ ପିଲା ଦିନେ ଦିନେ ଭଲ ମଣିଷ ହେଇକି ବାହାରିବ କାହିଁକିନା ଗୋଟେ ସଂସ୍କାରୀ ପିଲା ଦରକାର ପାଠ ପଢ଼ିକି ନା ଯେ ଡକ୍ଟର ISL ହେଇଯିବ ତା ପାଖରେ ଭଲ ସଂସ୍କାର ସମାଜକୁ ଭଲ ଶିକ୍ଷା ଦେଉଥିବା ଦରକାର। ଆଜି ସେ ସମାଜରେ ଏସବୁ ମିଳିବା ବହୁତ କଷ୍ଟ। ତ ଆପଣମାନେ କୁହନ୍ତୁ ଦାୟୀ କିଏ ଶିକ୍ଷକ ଦାୟୀ ନା ପ୍ୟାରେଣ୍ଟସ୍ ଦାୟୀ ନା ଏ ସମାଜ ଦାୟୀ? ରହିଲା ଆଜ୍ଞା ଧନ୍ୟବାଦ।